ଆଜି ଓଡ଼ିଶାରେ ପଖାଳ ଦିବସ ପାଳନ କରାଯାଉଛି। ଆମ ଓଡ଼ିଆ ଧର୍ମର ହେଲା ଶ୍ରେଷ୍ଠ ପଖାଳ ଦିବସ। ଯିଏ ପଖାଳ ନ ଖାଇଛି ସେ ପଖାଳର ମୂଲ୍ୟ ଜାଣିନି। ତେଣୁ ସବୁ ଭାଇମାନେ ପଖାଳ ଖାଆନ୍ତୁ ଆଉ ପଖାଳ ଦିବସ ପାଳନ କରନ୍ତୁ। ସବୁଠୁ ବେଷ୍ଟ ଆମ ଓଡ଼ିଆ ଧର୍ମ ହିଁ ପଖାଳ ଦିବସ ଲୋକଙ୍କର ଭାରି ପସନ୍ଦ। ପଖାଳ ନ ଖାଇଲେ ଲୋକଙ୍କ ମନ ଭଲ ଲାଗେନି। ଆଜି ପଖାଳଟା ସବୁଠୁ ବେଷ୍ଟ ପର୍ବ। ତେଣୁ ଆଜି ପଖାଳ ଦିବସ ପାଳନ କରାଯାଇଛି। ଚିଙ୍ଗୁଡ଼ି ଭଜା ପ୍ଲସ୍ ରୋହି ମାଛ ଭଜା, ତା ଦେହରେ ଆଳୁ ଭର୍ତ୍ତା, ତା ଦେହରେ ବଡ଼ି ଚୋରା, ତା ଦେହରେ ଧନିଆ ପତ୍ର ସହିତ ଚଟଣି କରାଯାଇଛି, ଚଟଣି ଗୋଟେ, ଆଉ ବାକି ରହିଲା ପଖାଳ। ହେଲା ପଖାଳ କଂସାର ପଖାଳ ବେଲା। ତେଣୁ ଆଜି ହେଲା ପଖାଳ ଦିବସ। ଓଡ଼ିଶାର ସବୁଠୁ ବେଷ୍ଟ ପର୍ବ ହେଲା ପଖାଳ ଦିବସ। ତେଣୁ ପଖାଳ ଦିବସଟା ସବୁଠୁ ଓଡ଼ିଶାରେ ଫେମସ୍। ତେଣୁ ପଖାଳ ଯିଏ ନ ଖାଇଛି ତା ମଜା ହିଁ ଜାଣିନି। ତେଣୁ ଓଡ଼ିଶାରେ ସବୁଠାରୁ ପଖାଳ ଦିବସଟା ସବୁଠୁ ବେଷ୍ଟ ପର୍ବ। ଯାହା ବି ହଉ ମୁଁ ବି ଆଜି ପଖାଳ ଦିବସ ପାଳନ କରିଛି। ଅଳ୍ପ ବହୁତ କରିକି ଯାହା ବି ଖାଉଛି। ରହିଲି ଭାଇ।